ରାଶିର ବନ୍ଧୁଗଣ ରାହୁ କେତୁ ଏବଂ ଶନି ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଆପଣଙ୍କ ଜୀବନରେ ଘଟୁଥିବା ଘଟଣା ଗୁଡିକ ଶୁଣି ଆପଣ ମଧ୍ୟ ଥରି ଉଠିବେ। ଆଗାମୀ 10 ଦିନର ଗୁରୁତ୍ୱକୁ କମ ଆକଳନ କରିବାର ଭୁଲ କରନ୍ତୁ ନାହିଁ, କାରଣ ଏହି ସମୟ ମଧ୍ୟରେ 51 ବର୍ଷର ବ୍ୟବଧାନ ପରେ ଏକ ଅନନ୍ୟ ଗ୍ରହ ସଂରଚନା ସୃଷ୍ଟି ହେଉଛି। ଏହି ତିନୋଟି ଗ୍ରହ ରାହୁ ଶନି ଏବଂ କେତୁର ମିଳିତ ଶକ୍ତି ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ହଲାଇ ଦେବାକୁ ପ୍ରସ୍ତୁତ। ପୂର୍ବରୁ ଆଜି ପର୍ଯ୍ୟନ୍ତ ସମଗ୍ର ଇତିହାସରେ ଏପରି ଘଟଣା ଘଟିନାହିଁ। ତଥାପି ଆଗାମୀ 10 ଦିନ ମଧ୍ୟରେ ଘଟୁଥିବା ଘଟଣା ଗୁଡିକ ପ୍ରାରମ୍ଭରେ ପ୍ରଚଣ୍ଡ ଚାପ ଆଣିବ। ପ୍ରଥମେ ଆପଣ ଗୁରୁତ୍ୱପୂର୍ଣ୍ଣ ଅସୁବିଧାର ସମ୍ମୁଖୀନ ହେବେ। ତଥାପି ଯେଉଁମାନେ ଆଜିର ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତି ସେମାନେ ଏହି ଚ୍ୟାଲେଞ୍ଜିଂ ସମୟ ମଧ୍ୟରେ ଗତି କରିବାର ଉପାୟ ଖୋଜିବାରେ ସଫଳ ହେବେ। ଯେତେବେଳେ କି ଏହି ତିନୋଟି ଗ୍ରହ ଏକତ୍ରିତ ହୋଇଛନ୍ତି ସେହି ବ୍ୟକ୍ତିଙ୍କ ଜୀବନ ସର୍ବଦା ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଅସୁବିଧା ଅନିବାର୍ଯ୍ୟ ଭାବରେ ଉପୁଜିଛି। ବିଷୟଟି ଆର୍ଥିକ, ସ୍ୱାସ୍ଥ୍ୟ କିମ୍ବା ପରିବାର ସମ୍ବନ୍ଧୀୟ ହେଉ, ପ୍ରତ୍ୟେକ ଦିଗରୁ ଜଣେ କଠୋର ପରୀକ୍ଷାର ସମ୍ମୁଖୀନ ହୁଏ। ଏହା ବ୍ୟତୀତ ପୂର୍ବରୁ କେବେ ବି ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ତିନୋଟି ଗ୍ରହ ସ୍ଥିତି ଆପଣଙ୍କର ଜୀବନରେ ଭଲ ଏବଂ ଖରାପ ସମୟର ଗୋଟିଏ ଜ୍ୟୋତିଷ ଗୃହ ମଧ୍ୟରେ ଏକା ସାଙ୍ଗରେ ଅବସ୍ଥିତ ହୋଇନାହାନ୍ତି। ଏହି ବିରଳ ସଂରଚନା କେବଳ ପରବର୍ତ୍ତୀ 10 ଦିନ ପାଇଁ ସମ୍ଭବ ହୋଇଛି। ଏକ ସ୍ୱର୍ଗୀୟ ବିନ୍ୟାସ ଯାହା 51 ବର୍ଷ ପରେ ପ୍ରକାଶିତ ହେଉଛି। ଭୟଭୀତ ହୁଅନ୍ତୁ ନାହିଁ, କାରଣ ଗୁରୁଜୀ ଏକ ଗଭୀର ଭବିଷ୍ୟବାଣୀ ଦେଇଛନ୍ତି। ଏହି ପରବର୍ତ୍ତୀ 10 ଦିନ ମଧ୍ୟରେ 7ଟି ନିର୍ଦ୍ଦିଷ୍ଟ ଘଟଣା ଘଟିବା ନିଶ୍ଚିତ। ଆପଣଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ଆପଣଙ୍କୁ କେବଳ ଟିକିଏ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏହା କରି ଆପଣ ଆସନ୍ନ ବିପଦକୁ ସଫଳତାର ସହିତ ଏଡାଇ ପାରିବେ। ପ୍ରକୃତରେ ଏହା ଆପଣଙ୍କର ଶେଷ ସୁଯୋଗ ଭାବରେ କାର୍ଯ୍ୟ କରେ। ଯଦି ଆପଣ ବର୍ତ୍ତମାନ ଏହି ଭିଡିଓ ଦେଖିପାରୁଛନ୍ତି ତେବେ ଏହାକୁ ଆପଣଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବରେ ଉଦ୍ଦିଷ୍ଟ ଚୂଡାନ୍ତ ସଂକେତ ଭାବରେ ବିବେଚନା କରନ୍ତୁ। ଏହା ନିଶ୍ଚିତ ଯେ ଆପଣଙ୍କର କିଛି ଅତୀତର ଭଲ କର୍ମ ଶେଷରେ ଫଳ ଦେଇଛି, କିମ୍ବା ହୁଏତ ଆପଣଙ୍କ ପୁରୁଣା ଲୋକଙ୍କ ଆଶୀର୍ବାଦ ହସ୍ତକ୍ଷେପ କରିଛି। ନିଶ୍ଚିତ କରିଛି ଯେ ଆପଣ ଏହି ଭିଡିଓଟିକୁ ଠିକ ସମୟରେ ପାଇଛନ୍ତି। କୌଣସି ଦୁର୍ଭାଗ୍ୟ ଆପଣଙ୍କ ଉପରେ ଆସିବା ପୂର୍ବରୁ ଆପଣ ବର୍ତ୍ତମାନ ଜରୁରୀ ସତର୍କତା ଶିଖିବେ, ଯାହା ଆପଣଙ୍କୁ ଆସୁଥିବା ବିପଦରୁ ରକ୍ଷା କରିବ। ତଥାପି ଯଦି ଆପଣ ଏହି ଭିଡିଓକୁ ଅଣଦେଖା କରୁଛନ୍ତି, ଏହାକୁ ସ୍କିପ୍ କରୁଛନ୍ତି କିମ୍ବା ଗୁରୁଜୀଙ୍କ ପରାମର୍ଶକୁ ଅବମାନନା କରୁଛନ୍ତି, ତେବେ ରାହୁ ଶନି ଏବଂ କେତୁ ମିଶି ଆପଣଙ୍କୁ ଏପରି ଏକ କଠୋର ପରୀକ୍ଷାରେ ପକାଇବେ ଯେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ବାହାରି ପାରିବେ ନାହିଁ। ମୁଁ ଏହି ଭିଡିଓରେ ଆପଣଙ୍କ ପାଇଁ ପ୍ରତ୍ୟେକ ବିବରଣୀ ପ୍ରକାଶ କରିବାକୁ ଯାଉଛି। ଆପଣ ଏହି ଭିଡିଓଟି ବିଶେଷ ଭାବରେ ମାର୍ଚ୍ଚର ଶେଷ ଭାଗକୁ ପାଇଛନ୍ତି। ଆପଣଙ୍କ ଜୀବନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ଘେରି ରହିଛି। ଯଦି ଆପଣ ଗତ ବର୍ଷକୁ ପଛକୁ ଦେଖନ୍ତି ତେବେ ଆପଣ ଦେଖିବେ ଯେ ଏହି ମାସରେ ଏହି ସମୟରେ ବିପଦ ଦେଖାଦେଇଛି ଏବଂ ଏହି ବର୍ଷ ମଧ୍ୟ ସମାନ ଗ୍ରହ ସଂରଚନା ସୃଷ୍ଟି ହେଉଛି। ତଥାପି ଆପଣ ବର୍ତ୍ତମାନ ଆଗାମୀ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ଗୁରୁଜୀଙ୍କ ସୁରକ୍ଷା ହାତ ଆପଣଙ୍କ ମୁଣ୍ଡ ଉପରେ ରହିଛି, ତେଣୁ ଚିନ୍ତା କରନ୍ତୁ ନାହିଁ। କେବଳ ଏହି ଭିଡିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶାନ୍ତ ମନରେ ଦେଖନ୍ତୁ, କାରଣ ଏହି ଭିଡିଓଟି ଆପଣଙ୍କୁ ପଥ ଦେଖାଇବ। ଏହା ଆପଣଙ୍କୁ ଚେତାବନୀ ଏବଂ ମାର୍ଗଦର୍ଶନ ପ୍ରଦାନ କରିବ। ଆପଣଙ୍କୁ କଣ କରିବାକୁ ହେବ ଏବଂ କଣ ଏଡାଇବାକୁ ହେବ ତାହା ସୂଚାଇବ। ଯଦି ଆପଣ ଭିଡିଓଟିକୁ ସ୍କିପ୍ କରୁଛନ୍ତି ତେବେ ସମ୍ପୂର୍ଣ୍ଣ ବାର୍ତ୍ତା ଅସମ୍ପୂର୍ଣ୍ଣ ରହିବ, ତୁମର ବୁଝାମଣା ଆଂଶିକ ରହିବ ଏବଂ ଫଳସ୍ୱରୂପ ଯଦିଓ ତୁମେ ନିଜକୁ ରକ୍ଷା କରିବାକୁ ଚାହୁଁଛ ତୁମେ ଏହା କରିପାରିବ ନାହିଁ। ତେଣୁ ଶେଷ ପର୍ଯ୍ୟନ୍ତ ଏହି ଭିଡିଓ ସହିତ ରୁହ। ପ୍ରଥମ ଏବଂ ସର୍ବୋପରି ବାଗେଶ୍ୱର ବାଲାଜୀଙ୍କର ସମସ୍ତ ସଚ୍ଚା ଭକ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଭିଡିଓକୁ ଲାଇକ୍ କରନ୍ତୁ ଏବଂ ସଚ୍ଚା ହୃଦୟରେ ଜୟ ବଜରଙ୍ଗ ବାଲି ଲେଖନ୍ତୁ। ଆଜି ତୁମର ପ୍ରାର୍ଥନା ଏବଂ ନିବେଦନ ନିଶ୍ଚିତ ଭାବରେ ଶୁଣାଯିବ। ଆଗାମୀ 7 ଦିନ ମଧ୍ୟରେ ହଠାତ୍ ଚାପ ଏବଂ ଚିନ୍ତା ଆସିବ।
ଏହି ଚିନ୍ତା ଜଣେ ପ୍ରିୟଜନଙ୍କୁ ଚିନ୍ତିତ କରିପାରେ କିମ୍ବା ଏହା ତୁମର କାମ କିମ୍ବା ପରିବାର ସହିତ ଜଡ଼ିତ ସମସ୍ୟାର ସୃଷ୍ଟି ହୋଇପାରେ। ତୁମେ ଏତେ ଦୁଃଖିତ ହେବ ଯେ ତୁମେ ଶାନ୍ତିର ମୁହୂର୍ତ୍ତ ପାଇପାରିବ ନାହିଁ। ତଥାପି ପରଦିନ ପରିସ୍ଥିତି ସମ୍ପୂର୍ଣ୍ଣ ମୋଡ଼ ନେବ। ଯେଉଁମାନେ ପୂର୍ବରୁ ପରସ୍ପର ସହିତ ମତଭେଦରେ ଥିଲେ ସେମାନେ ଖୁସି ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ କଥାବାର୍ତ୍ତା କରିବା ଆରମ୍ଭ କରିବେ। ଯେତେବେଳେ ତୁମେ ଅନୁଭବ କରିବ ଯେ ଏକ ପଥ ଅବରୋଧିତ ହୋଇଛି, ଠିକ୍ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ପଥ ଖୋଲିବା ଆରମ୍ଭ ହେବ। ଏହାର ଅର୍ଥ ହେଉଛି କଷ୍ଟକର ପରିସ୍ଥିତିରେ ଭୟଭୀତ ହେବା ପରିବର୍ତ୍ତେ ତୁମକୁ ଧୈର୍ଯ୍ୟ ଅବଲମ୍ବନ କରିବାକୁ ପଡ଼ିବ। ତୁମକୁ ତୁମର ଅଭିଜ୍ଞତା ଏବଂ ଜ୍ଞାନ ଉପରେ ନିର୍ଭର କରିବାକୁ ପଡ଼ିବ, କାରଣ ଜିନିଷ ଗୁଡ଼ିକ ଏତେ ଭୟଙ୍କର ହେବ ନାହିଁ ଯେପରି ଦେଖାଯାଉଛି। ଆପଣଙ୍କ ପାଇଁ କେବଳ ଏକ ଫାଶ ବିଛାଯାଉଛି। ତିନୋଟି ନିର୍ଦ୍ଦିଷ୍ଟ ଗ୍ରହ ଆପଣଙ୍କର ଜୀବନରେ ବିଭିନ୍ନ ଫାଶ ବୁଣିବାକୁ ଷଡ଼ଯନ୍ତ୍ର କରୁଛନ୍ତି, କିନ୍ତୁ ଆପଣ ଏହି ଚକ୍ରବ୍ୟୁହ କିପରି ପାରିହେବେ? ଗୁରୁଜୀଙ୍କ ଦ୍ୱାରା କୁହାଯାଇଥିବା ପ୍ରତ୍ୟେକ ଶବ୍ଦ ଆପଣଙ୍କୁ ପରିପକ୍ୱ ଏବଂ ସ୍ଥିର ହେବାରେ ସାହାଯ୍ୟ କରିବ। ଗୁରୁଜୀଙ୍କ କଥାକୁ ଅତ୍ୟନ୍ତ ଧ୍ୟାନର ସହିତ ଶୁଣନ୍ତୁ ଏବଂ ଅତ୍ୟନ୍ତ ସତର୍କତାର ସହିତ ପ୍ରତ୍ୟେକ ପଦକ୍ଷେପ ନିଅନ୍ତୁ। ଏହା ସମ୍ଭବ ଯେ ଆପଣଙ୍କ ପରିବାର ମଧ୍ୟରେ ହଠାତ୍ ଦ୍ୱନ୍ଦ୍ୱ କିମ୍ବା ଯୁକ୍ତିତର୍କ ଦେଖାଦେଇପାରେ। ଏହା ସମ୍ଭବ ଯେ ଅପ୍ରତ୍ୟାଶିତ ଭାବରେ ଏକ ସମସ୍ୟା ପଛକୁ ଘୁରି ବୁଲୁଛି ଏବଂ ଆପଣଙ୍କର କାନ୍ଧ ଉପରେ ସିଧାସଳଖ ଆସିପାରେ। ଆପଣ ନିଜର କୌଣସି ଦୋଷ ନକରି ମଧ୍ୟ ଅନ୍ୟମାନଙ୍କ ଠାରୁ କଠୋର ସମାଲୋଚନା କିମ୍ବା ଭର୍ତ୍ସନାର ସମ୍ମୁଖୀନ ହୋଇପାରନ୍ତି। ତଥାପି ସେହି ମୁହୂର୍ତ୍ତ ଗୁଡ଼ିକରେ ଆପଣଙ୍କୁ ଆପଣଙ୍କର ହୃଦୟ ଏବଂ ମନ ଉଭୟକୁ ଦୃଢ ଏବଂ ସ୍ଥିର ରଖିବାକୁ ପଡ଼ିବ। ଏହା ପ୍ରାୟତଃ ଘଟେ ଯେତେବେଳେ କେହି ଜଣେ ବ୍ୟକ୍ତିଙ୍କୁ କଠୋର କଥା କୁହନ୍ତି। ସେମାନେ ଏହାକୁ ଗଭୀର ଭାବରେ ହୃଦୟରେ ନିଅନ୍ତି। କେତେକ ସମୟରେ ମଧ୍ୟ ଉଦାହରଣ ସ୍ୱରୂପ ଯଦି ଘରେ ଝଗଡ଼ା କିମ୍ବା ଯୁକ୍ତିତର୍କ ହୁଏ, ମନରେ ଏକ ଦୀର୍ଘ ଚିନ୍ତା ରହିଥାଏ, ଏବେ କଣ ହେବ, କିଛି ଭୟଙ୍କର ଘଟିବ। ଏପରି ମୁହୂର୍ତ୍ତ ଗୁଡ଼ିକରେ କେବଳ ଟିକିଏ ସମୟ ଅତିକ୍ରମ କରିବାକୁ ଦିଅନ୍ତୁ, କାରଣ ଯାହା ଘଟୁଛି ତାହା କେବଳ ଏକ ନାଟକ। ଏକ ଭ୍ରମ ହେବାର ଏକ ଦୃଢ ସମ୍ଭାବନା ଅଛି। କାଲି ସୁଦ୍ଧା ସବୁ କିଛି ସ୍ୱାଭାବିକ ହୋଇଯିବ। ତୁମେ ଅନୁତାପ କିମ୍ବା ଦୁଃଖ ଅନୁଭବ କରିବ ନାହିଁ। ଆଜି ନିଜକୁ ଏକତ୍ରିତ ରଖିବ, କାଲି ନିଜର ଯତ୍ନ ନେବ। ଏହା ହେଉଛି ରାହୁ, କେତୁ ଏବଂ ଶନିଙ୍କ ଦ୍ୱାରା ବୁଣା ଯାଇଥିବା ମାୟାଜାଲ, ଭ୍ରମଜାଲ। ତୁମେ ଭୟରେ ଥରି ଉଠିବାକୁ ଲାଗିପାର। ମୁଁ ତୁମ ସହିତ ଏହି ପ୍ରକୃତିର ଆହୁରି ଅନ୍ତର୍ଦୃଷ୍ଟି ବାଣ୍ଟିବାକୁ ଯାଉଛି। ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ତୁମର ଗାଡି ଚଳାଇବା ପାଇଁ ଆଗ୍ରହ ଅଛି, ବିଶେଷ କରି ଦୂର ଦୂରାନ୍ତର ଯାତ୍ରା, ତେବେ ଶୀଘ୍ର କାର୍ଯ୍ୟ କର ନାହିଁ। ଯଦି ପରିବାରର କୌଣସି ସଦସ୍ୟ ତୁମକୁ ଅଟକାଉଛନ୍ତି, କିଛି ସମୟ ଅପେକ୍ଷା କରିବାକୁ କୁହନ୍ତି, କାରଣ ସେମାନଙ୍କର ଦୌଡ଼ିବାର କାମ ଅଛି। କିମ୍ବା ଯଦି ତୁମେ ଅନ୍ୟ କୌଣସି କାରଣରୁ ତୁମର ପ୍ରସ୍ଥାନକୁ ବିଳମ୍ବ କର, ତେବେ ଏହାକୁ ଈଶ୍ୱରଙ୍କର ସଂକେତ ଭାବରେ ଗ୍ରହଣ କର। କାରଣ କେତେବେଳେ ଯେତେବେଳେ ଆମ ଉପରେ ପ୍ରତିବନ୍ଧକ ଲଗାଯାଏ, ତାହା ଶେଷରେ ଆମ ନିଜ ଲାଭ ପାଇଁ। ତୁମେ ହୁଏତ ଦେଖିଛ ଯେପରି ପ୍ରାୟତଃ ଘଟେ ଯେ ଯେଉଁ କ୍ଷେତ୍ରରେ କେହି ତୁମକୁ କୌଣସି ସ୍ଥାନକୁ ନ ଯିବାକୁ ପରାମର୍ଶ ଦେଇଥିଲେ, ସେଠାରେ ଦୁର୍ଘଟଣା ଘଟିଥିଲା କିମ୍ବା ବର୍ଷା ଆରମ୍ଭ ହୋଇଥିଲା କିମ୍ବା ଅନ୍ୟ କୌଣସି ଘଟଣା ଘଟିଥିଲା ଯାହା ତୁମର ନ ଯିବା ନିଷ୍ପତ୍ତିକୁ ବୈଧ କରିଥିଲା। ତେଣୁ ଶୀଘ୍ର ଯାତ୍ରା ଆରମ୍ଭ କର ନାହିଁ। ଏପରି କରିବା ଦ୍ୱାରା ତୁମ ଜୀବନରେ ଏକ ବଡ଼ ଦୁର୍ଘଟଣା ହୋଇପାରେ। କୌଣସି ବୈଧ କାରଣ ବିନା ରାତିରେ ବାହାରକୁ ଯାଉ ନାହିଁ। ଏହା ବ୍ୟତୀତ ଯଦି ଆପଣଙ୍କର ରାସ୍ତା ପାର ହେବା ସମୟରେ ମୋବାଇଲ ଫୋନ ବ୍ୟବହାର କରିବାର ଅଭ୍ୟାସ ଅଛି, ତ ମୋବାଇଲ ଫୋନ ଲଗାତାର ଯାଞ୍ଚ କରିବାର ଖରାପ ଅଭ୍ୟାସ ଆପଣଙ୍କୁ ଦୁର୍ଘଟଣାର ଶିକାର କରିପାରେ। ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ହାତରେ ଗାଡି ଚଳାଉଥିବା ବେଳେ ଅନ୍ୟ ହାତରେ ମୋବାଇଲ ଫୋନ ଚଳାନ୍ତି। ଏପରି ବ୍ୟକ୍ତିମାନେ ରାହୁ ଏବଂ କେତୁଙ୍କର ନକାରାତ୍ମକ ପ୍ରଭାବର ଶିକାର ହେବାର ଆଶଙ୍କା ରହିଥାଏ। ରାହୁ ଏବଂ କେତୁ ସେମାନଙ୍କ ଉପରେ ଅଶୁଭ ଦୃଷ୍ଟି ପକାଇଥାନ୍ତି ଯେଉଁମାନେ ତରବରିଆ ଭାବରେ କାର୍ଯ୍ୟ କରନ୍ତି, ବେପରୁଆ ଭାବରେ ଆଚରଣ କରନ୍ତି ଏବଂ ନିଜ ପରିବାରର ସୁରକ୍ଷାକୁ ବିଚାର କରନ୍ତି ନାହିଁ। ମୂଳତଃ ଯେଉଁମାନେ ନିଜ ଜୀବନ ହାତରେ ଧରି ବୁଲନ୍ତି, ଏପରି ବ୍ୟକ୍ତିମାନଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଆଗାମୀ 10 ଦିନ ମଧ୍ୟରେ ଆପଣଙ୍କ ସାମ୍ନାରେ ବିପଦ ଯଥେଷ୍ଟ ବୃଦ୍ଧି ପାଇବାକୁ ଯାଉଛି। ଏବେ ଆସନ୍ତୁ ଆର୍ଥିକ ବିଷୟ ଗୁଡ଼ିକ ଉପରେ ଧ୍ୟାନ ଦେବା।
ଏହି ତିନୋଟି ଗ୍ରହର ମିଳିତ ଶକ୍ତି ଆପଣଙ୍କର ଆର୍ଥିକ ଅବସ୍ଥା ଉପରେ କଣ ପ୍ରଭାବ ପକାଇବ? ଏହି ପରିପ୍ରେକ୍ଷୀରେ ତିନୋଟି ଉତ୍କୃଷ୍ଟ ଖବର ସାମ୍ନାକୁ ଆସୁଛି। ଏହା ସତ୍ୟ ଯେ ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି। ରାହୁ, କେତୁ ଏବଂ ଶନି ଏକ ଅନନ୍ୟ ପ୍ରକୃତିର ତିନୋଟି ଗ୍ରହ। ଯେତେବେଳେ ସେମାନେ ଆଶୀର୍ବାଦ ପ୍ରଦାନ କରିବାକୁ ନିଷ୍ପତ୍ତି ନିଅନ୍ତି, ସେମାନେ ଏତେ ପ୍ରଚୁର ପରିମାଣରେ ଦାନ କରନ୍ତି ଯେ ଜଣେ ବ୍ୟକ୍ତିଙ୍କର ଧନ ଭଣ୍ଡାର ସବୁକିଛି ରଖିବା ପାଇଁ ପର୍ଯ୍ୟାପ୍ତ ହୋଇନଥାଏ। ବିପରୀତ ଭାବରେ ଯେତେବେଳେ ସେମାନେ ନେବାକୁ ନିଷ୍ପତ୍ତି ନିଅନ୍ତି, ସେମାନେ ଏତେ ପରିମାଣରେ ଜିନିଷ ବାହାର କରିଦିଅନ୍ତି ଜଣେ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଶୁଖିଲା କରିଦିଅନ୍ତି, ଯେ ବ୍ୟକ୍ତି ଜୀବନରେ ଯେମିତି ଆଉ କେବେ ଉଠିପାରିବ ନାହିଁ। ତେଣୁ ବର୍ତ୍ତମାନ ସାମ୍ନାକୁ ଆସୁଥିବା ଟଙ୍କା ସହିତ ଜଡିତ ତିନୋଟି ଶୁଭ ଖବର ବିଷୟରେ ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ସତ୍ୟ କହିବାକୁ ଯାଉଛି। ମୁଁ କେବଳ ସତ୍ୟ କହିବି। ମୋର କଥାକୁ ଅତ୍ୟନ୍ତ ଧ୍ୟାନ ସହିତ ଶୁଣନ୍ତୁ। ଦୀର୍ଘ ସମୟ ଧରି ଅଟକି ରହିଥିବା କିମ୍ବା ପଡି ରହିଥିବା ଟଙ୍କା, ହୁଏତ ଯାହା ଆପଣ କାହାକୁ ଦେଇଥିଲେ, ଋଣ ଯାହା ଆପଣ କେବେ ଫେରି ପାଇବାର ଆଶା ଛାଡି ଦେଇଥିଲେ, କିମ୍ବା ହୁଏତ ବିଳମ୍ବ ହୋଇଥିବା ଦରମା, ବିଚାରାଧୀନ କମିଶନ ପେମେଣ୍ଟ କିମ୍ବା ନିବେଶ ଉପରେ ଅବାସ୍ତବ ରିଟର୍ଣ୍ଣ ଏବେ ଆପଣଙ୍କ ପାଖକୁ ଫେରିବାକୁ ଯାଉଛି। ଏହା ଘଟୁଛି କାରଣ ଭଗବାନ ଶନି ଆପଣଙ୍କର କର୍ମ ପରୀକ୍ଷା କରିବାକୁ ଯାଉଛନ୍ତି। ସେ ଦେଖୁଛନ୍ତି ଯେ ଏହି ଟଙ୍କା ଆସିବା ମାତ୍ରେ ଆପଣ ଏହାକୁ ଥକାଇ ସୁଖ ଏବଂ ଆତ୍ମଭୋଗରେ ନଷ୍ଟ କରିବେ, ନା ଆପଣ ଏହାର ଏକ ଛୋଟ ଅଂଶ ଆବଶ୍ୟକ ଲୋକଙ୍କୁ ସହାୟତା କରିବା ପାଇଁ ଅଲଗା ରଖିବେ କି ନାହିଁ। ଏହା ଆପଣଙ୍କର କର୍ମ ପରୀକ୍ଷା ଗଠନ କରେ। ଯେହେତୁ ଏହି ଦୀର୍ଘ ସମୟ ଧରି ଅଟକି ରହିଥିବା ଟଙ୍କା ଯାହା ଆପଣ ଆଶା କରିନଥିଲେ ଏବେ ଆପଣଙ୍କ ପାଖକୁ ଫେରି ଆସୁଛି, ଏହାର ଏକ ଛୋଟ ଅଂଶ ନିଅନ୍ତୁ ଏବଂ ଏହାକୁ ପଶୁମାନଙ୍କର ସେବା, ବୃଦ୍ଧଙ୍କର ଯତ୍ନ କିମ୍ବା କ୍ଷୁଧାର୍ତଙ୍କ ଖାଦ୍ୟ ପାଇଁ ଉତ୍ସର୍ଗ କରନ୍ତୁ। ଯଦି ଆପଣ ଏହା କରନ୍ତି, ତେବେ ଆପଣ ଭଗବାନ ଶନିଙ୍କ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବେ। କିନ୍ତୁ ଯଦି ଟଙ୍କା ଆସିବା ମୁହୂର୍ତ୍ତରେ ଆପଣ ନିଜକୁ ଲୋଭରେ ଅନ୍ଧ ହେବାକୁ ଦିଅନ୍ତି, ତେବେ ପରିଣାମ କଠିନ ହେବ। ଆପଣ ସମ୍ଭବତଃ ବାହାରକୁ ଯାଇ କିଛି କିଣିବେ, କିନ୍ତୁ ଯଦି ଆପଣ ଅନାବଶ୍ୟକ ଖର୍ଚ୍ଚ କରନ୍ତି, ପ୍ରଦର୍ଶନରେ ଲିପ୍ତ ହୁଅନ୍ତି କିମ୍ବା ଅହଙ୍କାର ପୋଷଣ କରନ୍ତି, ତେବେ ଭଗବାନ ଶନିଙ୍କର ଦଣ୍ଡଦାୟକ ଦଣ୍ଡ ଆପଣଙ୍କୁ ଏପରି ନୀରବ ଶକ୍ତିରେ ଆଘାତ କରିବ ଯେ ଆପଣ ଏହାର ପ୍ରଭାବର ଶବ୍ଦ ମଧ୍ୟ ଶୁଣିପାରିବେ ନାହିଁ। ତଥାପି ଯନ୍ତ୍ରଣା ଭୟଙ୍କର ହେବ। ତେଣୁ ଆପଣଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ଗୁରୁଜୀ ଆପଣଙ୍କ ସହିତ ଯେଉଁ ଅନ୍ତର୍ଦୃଷ୍ଟି ବାଣ୍ଟିଛନ୍ତି ତାହା ଗଭୀର ଅଭିଜ୍ଞତାରେ ଆଧାରିତ। ଗ୍ରହ ପରିବର୍ତ୍ତନ ସମୟରେ ଅନେକ ଭକ୍ତ ଏପରି ଅଭିଜ୍ଞତା ଦେଇ ସାରିଛନ୍ତି ଏବଂ ଏବେ ଏହା ଆପଣଙ୍କର ପାଳି। ଏହି କାରଣରୁ ନିଶ୍ଚିତ କରନ୍ତୁ ଯେ ଆପଣ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖୁଛନ୍ତି। ଯଦି ଆପଣ ଏପର୍ଯ୍ୟନ୍ତ ଦେଖିଛନ୍ତି, ତେବେ ଏହା ଏକ ନିଶ୍ଚିତ ସଂକେତ ଯେ ଆପଣଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସନ୍ନ। ବନ୍ଧୁମାନେ, ଆପଣମାନେ ବ୍ୟବସାୟ କରନ୍ତୁ କିମ୍ବା ଚାକିରି, ଏହା ଯେତେ ସାଧାରଣ ମନେ ହେଉନା କାହିଁକି, ଆପଣ ଅସାଧାରଣ ଲାଭ ପାଇବାକୁ ଯାଉଛନ୍ତି। ଏହା କେତୁର ପ୍ରଭାବ, କାରଣ କେତୁ ଆପଣଙ୍କ ଭିତରେ ଚୁମ୍ବକୀୟତାର ଏକ ଶକ୍ତିଶାଳୀ ଆଭା ସୃଷ୍ଟି କରିବାକୁ ଯାଉଛି। ଏହି ଚୁମ୍ବକୀୟତା ବୁଝାଏ ଯେ ଆପଣ ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କର ପ୍ରଶଂସା ପାଇବେ। ଯେଉଁମାନେ ପୂର୍ବରୁ ଆପଣଙ୍କୁ ଦୂରେଇ ରଖିଥିଲେ କିମ୍ବା ଦୂରତା ରଖିଥିଲେ, ସେମାନେ ମଧ୍ୟ ଏବେ ଆପଣଙ୍କ ନିକଟତର ହେବେ। ବିଶ୍ୱବ୍ୟାପୀ ସଂରଚନା ମଧ୍ୟ ବିବାହ ପାଇଁ ଅନୁକୂଳ ହେଉଛି। କେତୁର ଏହି ମହାନ ଶକ୍ତି। ଭୟଭୀତ ହୁଅନ୍ତୁ ନାହିଁ ଏବଂ କୌଣସି ଚିନ୍ତା ପୋଷଣ କରନ୍ତୁ ନାହିଁ, କାରଣ ଏହି ଆଗାମୀ ପର୍ଯ୍ୟାୟରେ ଯେ କେହି ଆପଣଙ୍କ ଜୀବନରେ ପ୍ରବେଶ କରିବେ, ସେ ଆପଣଙ୍କୁ କେବଳ ପବିତ୍ର ଲାଭ ଆଣିବେ। ତଥାପି ଆପଣଙ୍କ ଜୀବନରେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଆପଣଙ୍କ ଉପରେ ଏକ ଖରାପ ଦୃଷ୍ଟି, ଦୁଷ୍ଟ ନଜର ପକାନ୍ତି। ଆପଣ କେବେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଯେଉଁଠାରେ ଆପଣଙ୍କର ପରିବାର ସମ୍ପୂର୍ଣ୍ଣ ସମନ୍ୱୟ ଏବଂ ଆନନ୍ଦରେ ଏକାଠି ରହୁଥିଲେ, କିନ୍ତୁ ହଠାତ୍ ଏକ ସାମାନ୍ୟ କଥା ଏକ ବଡ ସଙ୍କଟରେ ପରିଣତ ହୋଇଗଲା ବୋଲି ଜାଣିବାକୁ ପାଇଛନ୍ତି କି? ଆପଣ କଣ ଦେଖିଛନ୍ତି ଯେ ଗତକାଲି ରାତିରେ ଯେଉଁମାନେ ପ୍ରେମପୂର୍ଣ୍ଣ ଭାବରେ କଥାବାର୍ତ୍ତା କରୁଥିଲେ, ସେମାନେ ଆଜି ପର୍ଯ୍ୟନ୍ତ ପରସ୍ପର ସହିତ କଥାବାର୍ତ୍ତା ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି? କେବେ ଏପରି ଘଟିଛି କି ଯେ ଆପଣ ନିଜ ଜୀବନରେ ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ ଅନୁଭବ କରୁଥିଲେ,
କିନ୍ତୁ ହଠାତ୍ ଏପରି କୌଣସି ଖବର ପାଇଲେ ଯାହା ଆପଣଙ୍କୁ କନ୍ଦାଇ ଦେଲା, ଆପଣ କଣ ଆପଣଙ୍କର ଜୀବନ ସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କରେ ପରିବର୍ତ୍ତନ ଅନୁଭବ କରିଛନ୍ତି? ଯେଉଁଠାରେ ହସ ଏବଂ ହାଲୁକା ମଜାରେ ପରିପୂର୍ଣ୍ଣ ଏକ ସକାଳ ରାତି ବେଳକୁ ଏକ ତିକ୍ତ ଝଗଡ଼ାରେ ପରିଣତ ହୋଇଗଲା। ଆପଣଙ୍କର ପିଲା ଆଘାତ ପାଇଛି କି? ଆପଣଙ୍କର ପିଲା କଣ ଅସହାୟ ଭାବରେ କାନ୍ଦୁଛି କି? ଆପଣ ଅନଲାଇନରେ ପିଲାର ଫଟୋ ପୋଷ୍ଟ କରିବା ପରଠାରୁ କଣ ଏହି ଦୁଃଖ ଜାରି ରହିଛି? ଯଦି ଆପଣ ମଧ୍ୟ ଏପରି ଘଟଣା ଅନୁଭବ କରୁଛନ୍ତି ତେବେ ଦୟାକରି କମେଣ୍ଟ ବକ୍ସରେ ଆମକୁ ଜଣାନ୍ତୁ। ଗୁରୁଜୀ, ଆପଣ ସମ୍ପୂର୍ଣ୍ଣ ଠିକ କହୁଛନ୍ତି, ଆମ ଜୀବନରେ ଏହା ହିଁ ଘଟୁଛି। ବର୍ତ୍ତମାନ ଏହି ବିଷୟରେ ପରବର୍ତ୍ତୀ କଥାକୁ ବହୁତ ଧ୍ୟାନ ଦେଇ ଶୁଣନ୍ତୁ। ଏହି ଉତ୍ତର ଜାଣିବା ପରେ ଆପଣଙ୍କ ମନରେ କୌଣସି ପ୍ରଶ୍ନ ରହିବ ନାହିଁ। ଏହି ଦୁନିଆରେ ଦୁଇ ପ୍ରକାରର ଲୋକ ଅଛନ୍ତି। ପ୍ରଥମ ପ୍ରକାରର ଲୋକମାନେ ହେଉଛନ୍ତି ଯେଉଁମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ କରନ୍ତି। ଯେତେବେଳେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟର କଥା ଆସେ, ସେମାନେ ସକାଳେ ମନ୍ଦିର ଦର୍ଶନ ନ କରିବା ପର୍ଯ୍ୟନ୍ତ କୌଣସି ଶାନ୍ତି ପାଆନ୍ତି ନାହିଁ। ସେମାନେ ପ୍ରାର୍ଥନା ଏବଂ ପୂଜା ନ କରିବା ପର୍ଯ୍ୟନ୍ତ ଭଲ ଅନୁଭବ କରନ୍ତି ନାହିଁ। ସେମାନେ ସଚ୍ଚୋଟ ଲୋକ। ସେମାନେ ପ୍ରେମ ଏବଂ ଭକ୍ତିରେ ପରିପୂର୍ଣ୍ଣ ଏକ ଭକ୍ତି ଅଭ୍ୟାସ କରନ୍ତି। ସେମାନେ ସର୍ବଦା ସମସ୍ତଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ, ସମସ୍ତଙ୍କର ମଙ୍ଗଳ କାମନା କରନ୍ତି ଏବଂ ସେମାନେ ମନ୍ଦରୁ ଦୂରେଇ ରୁହନ୍ତି। ତଥାପି ଦ୍ୱିତୀୟ ପ୍ରକାରର ଲୋକମାନେ ସକାଳେ ଏତେ ବିଳମ୍ବରେ ଉଠିଥାନ୍ତି ଯେ ଉଠିବା ମାତ୍ରେ ସେମାନେ ଖାଇବାକୁ ବସିଯାଆନ୍ତି। ଯାହା କିଛି ଖାଦ୍ୟ ଉପଲବ୍ଧ ତାହା ଧରି ନିଅନ୍ତି। ସେମାନେ ମନ୍ଦିର ଯାଆନ୍ତି ନାହିଁ କିମ୍ବା କୌଣସି ପୂଜା କରନ୍ତି ନାହିଁ। ଏହି ସମୟରେ ଯଦି ସେମାନେ ଜାଣିପାରନ୍ତି ଯେ କେହି ଏକ ମହଙ୍ଗା ଗାଡି କିମ୍ବା ଆରାମଦାୟକ ଘର କିଣିଛନ୍ତି, ତେବେ ସେମାନେ ତୁରନ୍ତ ସେହି ବ୍ୟକ୍ତି ବିଷୟରେ ଖରାପ କଥା କହିବା ଆରମ୍ଭ କରନ୍ତି। ସେମାନେ ସେମାନଙ୍କ ପ୍ରତି ଈର୍ଷା ଏବଂ ଦ୍ୱେଷ ପୋଷଣ କରିବାକୁ ଆରମ୍ଭ କରନ୍ତି। ଏହି ଦ୍ୱିତୀୟ ବର୍ଗର ଲୋକମାନେ ସେହି ପ୍ରକାରର ଯେଉଁମାନେ ସବୁବେଳେ ସେମାନଙ୍କ ମନରେ ଅନ୍ୟମାନଙ୍କ ବିଷୟରେ ଖରାପ ଚିନ୍ତାଧାରା ପୋଷଣ କରନ୍ତି। ସେମାନେ ଖରାପ ନଜର ପକାନ୍ତି ଏବଂ ସର୍ବଦା ଅନ୍ୟମାନଙ୍କ ଉପରେ ଦୁର୍ଭାଗ୍ୟ ଆଣନ୍ତି। ଯେତେବେଳେ ଏପରି ଲୋକମାନେ ଆମକୁ ଦେଖନ୍ତି ଆମେ କେତେ ହସୁଛୁ, କେତେ ଖୁସି ଅଛୁ, ଆମର ପରିବାର କେତେ ଖୁସି ଏବଂ ଏକତା ପାଇଛି ଏବଂ ଆମେ କେତେ ଭାଗ୍ୟବାନ, ସେମାନଙ୍କର ଦୃଷ୍ଟି ସିଧାସଳଖ ଆମକୁ ପ୍ରଭାବିତ କରେ। ବିପରୀତରେ ପ୍ରଥମ ବର୍ଗର ଲୋକମାନେ ଯେଉଁମାନେ ଆମେ ପୂର୍ବରୁ ବର୍ଣ୍ଣନା କରିଥିଲୁ କେବେ ଆମ ଉପରେ ଖରାପ ନଜର ପକାଇ ପାରିବେ ନାହିଁ। ସେମାନଙ୍କ ଦୃଷ୍ଟି କେବେ ବି କ୍ଷତି କରେ ନାହିଁ କାରଣ ସେମାନେ ଭଲ ଲୋକ। କିନ୍ତୁ ଏହି ଦ୍ୱିତୀୟ ଶ୍ରେଣୀ ଲୋକମାନେ ଗଭୀର ଭାବରେ ପ୍ରତାରକ ଏବଂ ଏପରି ବ୍ୟକ୍ତିମାନେ ଶୀଘ୍ର କିମ୍ବା ବିଳମ୍ବରେ ଆପଣଙ୍କ ଜୀବନରେ ନିଶ୍ଚିତ ଭାବରେ ଉପସ୍ଥିତ ଅଛନ୍ତି ଏବଂ ଆପଣ ମଧ୍ୟ ଜାଣନ୍ତି ଯେ ଆପଣଙ୍କର ନିକଟବର୍ତ୍ତୀ ଅଞ୍ଚଳରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଠାରୁ ଆପଣଙ୍କୁ ଏକ ନିରାପଦ ଦୂରତା ବଜାୟ ରଖିବା ଉଚିତ। ଯଦି ଆପଣ କୌଣସି ବ୍ୟକ୍ତିଗତ ଫଟୋଗ୍ରାଫ ସେୟାର କରିବାକୁ ବାଛନ୍ତି ତେବେ ନିଶ୍ଚିତ କରନ୍ତୁ ଯେ ସେଗୁଡିକ ଆପଣଙ୍କ ପ୍ରତି ଈର୍ଷା ରଖୁଥିବା ଲୋକଙ୍କୁ ଦେଖାନ୍ତୁ ନାହିଁ। ଏପରି ଲୋକମାନେ ଶୀଘ୍ର କୁଦୃଷ୍ଟି ପକାଇ ପାରନ୍ତି। ଏହା ଘଟିବା ମାତ୍ରେ ଆପଣଙ୍କର ପିଲା ରାତିରେ ଅସୁସ୍ଥ ହେବାକୁ ଆରମ୍ଭ କରିପାରେ କିମ୍ବା ଅସ୍ଥିର ହୋଇଯାଇପାରେ। ଆପଣଙ୍କ ଘରେ ଦ୍ୱନ୍ଦ୍ୱ ଏବଂ ଯୁକ୍ତିତର୍କ ଦେଖାଦେଇପାରେ ଏବଂ ବିଭିନ୍ନ ପ୍ରକାରର ଘରୋଇ ବିବାଦ ସୃଷ୍ଟି ହୋଇପାରେ। ବର୍ତ୍ତମାନ ଏପରି ସମ୍ଭାବନା ଦେଖାଯାଉଛି। ତେଣୁ ଆପଣ ପ୍ରତି ଶନିବାର ଓସ୍ତ ଗଛ ତଳେ ସୋରିଷ ତେଲର ଦୀପ ଜାଳିବା ଅଭ୍ୟାସ କରନ୍ତୁ। ଏହି ପ୍ରତିକାର ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଏହା ଆପଣଙ୍କୁ ଦୁଷ୍ଟ କୁପ୍ରଭାବରୁ ରକ୍ଷା କରିବ, ଏକ ନକାରାତ୍ମକ ପ୍ରଭାବ ଯାହା ଆପଣଙ୍କର ଜୀବନକୁ ବାରମ୍ବାର କଷ୍ଟ ଦେଉଛି। ଏହା ବ୍ୟତୀତ ସର୍ବଦା ମନେ ରଖନ୍ତୁ ଯେ ଜୀବନର ପରିସ୍ଥିତି ନିରନ୍ତର ପରିବର୍ତ୍ତନ ହେଉଥିଲେ ମଧ୍ୟ ଜଣଙ୍କର ମୌଳିକ ଚରିତ୍ର କେବେ ପରିବର୍ତ୍ତନ ହେବା ଉଚିତ ନୁହେଁ। ରାହୁ, କେତୁ ଏବଂ ଶନି ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ବର୍ତ୍ତମାନ ଏହି ପ୍ରତ୍ୟେକ ପରିବର୍ତ୍ତନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବି। ଉଦାହରଣ ସ୍ୱରୂପ, ଆପଣ ପୂର୍ବରୁ ଘୃଣା କରୁଥିବା କୌଣସି ବ୍ୟକ୍ତି ହଠାତ୍ ଆପଣଙ୍କ ଭିତରେ ସ୍ନେହର ଭାବନା ସୃଷ୍ଟି କରିବାକୁ ଆରମ୍ଭ କରିପାରନ୍ତି। ବିପରୀତ ଭାବରେ ଯେଉଁ ବ୍ୟକ୍ତି ଥରେ ଆପଣଙ୍କର ହୃଦୟ ଦ୍ୱାରା ଗଭୀର ଭାବରେ ଆଦର ପାଇଥିଲେ ସେ ଏବେ କ୍ରୋଧ କିମ୍ବା ହତାଶାର ଉତ୍ସ ହୋଇପାରନ୍ତି। ଫଳସ୍ୱରୂପ ଆପଣଙ୍କୁ ଅତ୍ୟନ୍ତ ସତର୍କତା ଏବଂ ବିଚକ୍ଷଣତାର ସହିତ କାର୍ଯ୍ୟ କରିବାକୁ ପଡ଼ିବ।
ସତର୍କ ରୁହନ୍ତୁ, ନଚେତ୍ ଜାଣତରେ କିମ୍ବା ଅଜାଣତରେ ପ୍ରତିକୂଳ ଗ୍ରହ ପ୍ରଭାବ ଆପଣଙ୍କୁ ପ୍ରକୃତ ଭଲ ଲୋକଙ୍କ ସହିତ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ କରିବ। କାରଣ ଯଦି ଆପଣ ଏପରି କରନ୍ତି, ତେବେ ସେହି ଉପର ଏବଂ କୃତ୍ରିମ ବ୍ୟକ୍ତିମାନେ ଆପଣଙ୍କ ଉପରେ ସେମାନଙ୍କର ମନ୍ଦ ଦୃଷ୍ଟି ପକାଇବେ। ସେମାନେ ବିଭିନ୍ନ ଉପାୟରେ ଆପଣଙ୍କ ପ୍ରୟାସକୁ ନଷ୍ଟ କରିବେ ଏବଂ ଯେତେବେଳେ ଆପଣଙ୍କୁ ସବୁଠାରୁ ଅଧିକ ଆବଶ୍ୟକ ହେବ, ସେତେବେଳେ କେବେ ବି ଆପଣଙ୍କ ସାହାଯ୍ୟ ପାଇଁ ଆସିବେ ନାହିଁ। ଏହି ସତ୍ୟକୁ ଦୃଢ ଭାବରେ ମନେ ରଖନ୍ତୁ। ରାହୁ ଏବଂ କେତୁ ଆପଣଙ୍କର ଜୀବନରେ ଭ୍ରମ ସୃଷ୍ଟି କରିବାକୁ ପ୍ରସ୍ତୁତ। ଆପଣ ନିଜକୁ ପ୍ରକୃତରେ ଆପଣଙ୍କ ନିଜର ନୁହେଁ ବୋଲି ମନେ କରିପାରନ୍ତି। ଯେତେବେଳେ ଯେଉଁମାନେ ପ୍ରକୃତରେ ଆପଣଙ୍କର ମଙ୍ଗଳ ଚାହାନ୍ତି, ସେମାନେ ଆପଣଙ୍କୁ ଘୃଣ୍ୟ ମନେ ହୋଇପାରନ୍ତି। ତେଣୁ ସଠିକ ବିଚାର ଏବଂ ଯୁକ୍ତିଯୁକ୍ତତା ବ୍ୟବହାର କରନ୍ତୁ। ଆଗକୁ ବଢିବା ପୂର୍ବରୁ ପ୍ରତ୍ୟେକ ପଦକ୍ଷେପକୁ ସତର୍କତାର ସହିତ ତୁଳନା କରନ୍ତୁ। ବିଶେଷ କରି ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ଥିବା ସକାରାତ୍ମକ ବିକାଶ ଏବଂ ଆପଣଙ୍କ ଆଗକୁ ଯାତ୍ରାରେ ଆପଣଙ୍କ ପାଇଁ ଅପେକ୍ଷା କରିଥିବା ଆଶ୍ଚର୍ଯ୍ୟଜନକ ଜିନିଷ ଗୁଡ଼ିକ ବିଷୟରେ। କିଛି ଖରାପ ଘଟିପାରେ ବୋଲି ଭୟ କରି ଆପଣ ହସିବାକୁ ମଧ୍ୟ ସଂକୋଚ କରନ୍ତି, କିନ୍ତୁ ଆଉ ଚିନ୍ତା କରନ୍ତୁ ନାହିଁ, କାରଣ ଭଗବାନ ଶନି ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ। ଆପଣ ପ୍ରତ୍ୟେକ ପରିସ୍ଥିତିରେ ସତ୍ୟ ସହିତ ଠିଆ ହୋଇଛନ୍ତି। ଆପଣ ପ୍ରତ୍ୟେକ ମହିଳାଙ୍କୁ ସମ୍ମାନ କରିଛନ୍ତି। ଆପଣ କେବେ ମିଥ୍ୟା କହିନାହାନ୍ତି କିମ୍ବା କେବେ ଚୋରି କରିନାହାନ୍ତି। ଆପଣ ସର୍ବଦା ଆପଣଙ୍କର ନିଜ ସଚ୍ଚୋଟ ଶ୍ରମର ରୋଜଗାରରେ ବିଶ୍ୱାସ ରଖିଛନ୍ତି। ଯଦି ଆପଣ ରାସ୍ତାରେ ପଡିଥିବା ଟଙ୍କା ପାଇଛନ୍ତି, ତେବେ ଆପଣ ତାହାକୁ ଦାନ କରିଛନ୍ତି। ଏହାଠାରୁ ବଡ ଭକ୍ତ କିମ୍ବା ସତ୍ୟବାନ ମଣିଷ କିଏ ହୋଇପାରେ? ଭଗବାନ ଶନି ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ। ଏହି ସତ୍ୟକୁ ଦୃଢ ଭାବରେ ମନେ ରଖନ୍ତୁ। ଫଳସ୍ୱରୂପ ଆପଣ ଏପରି ସହାୟତା ପାଇବାକୁ ଯାଉଛନ୍ତି, ଯାହା ଆପଣଙ୍କର ସମସ୍ତ ଅଟକିଥିବା କିମ୍ବା ସମସ୍ୟାପୂର୍ଣ୍ଣ କାର୍ଯ୍ୟକୁ ଠିକ କରିବ। ତୁମେ ହୁଏତ ଦେଖିଥିବ ଯେ ଜୀବନରେ ଏପରି ସମୟ ଆସେ ଯେତେବେଳେ ଜଣେ ସମ୍ପୂର୍ଣ୍ଣ ଭାବରେ ହଜି ଯାଇଥିବା ଅନୁଭବ କରେ। ପରବର୍ତ୍ତୀ ପଦକ୍ଷେପ ନେବା ନିଶ୍ଚିତ ନୁହେଁ, କାରଣ ଆମର ନିକଟତମ ଲୋକମାନେ ଭୁଲ ପରାମର୍ଶ ଦିଅନ୍ତି। ଯେତେବେଳେ ବାହାର ଲୋକମାନେ ବହୁତ କମ ସମୟ ପାଇଁ ପ୍ରକୃତରେ ସହାୟକ ଅନ୍ତର୍ଦୃଷ୍ଟି ବାଣ୍ଟନ୍ତି। ଯଦି ତୁମେ ନିଜକୁ ଏପରି ଦ୍ୱନ୍ଦ୍ୱରେ ପାଅ, ତେବେ ତୁମେ ଜଣେ ବ୍ୟକ୍ତିଙ୍କୁ ଭେଟିବ ଯିଏ ସ୍ୱୟଂ ଭଗବାନ ଶନିଙ୍କର ଅବତାର ହୋଇପାରେ, ଯିଏ ତୁମକୁ ସାହାଯ୍ୟ କରିବାକୁ ଏବଂ ତୁମକୁ ସଠିକ ପଥ ଦେଖାଇବାକୁ ଆଗକୁ ଆସିବେ। ତେଣୁ ଯଦି କେହି ତୁମକୁ ମାର୍ଗଦର୍ଶନ ଦେବାକୁ କିମ୍ବା କିଛି ଶିଖାଇବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ ପଚାରି ଖାରଜ କର ନାହିଁ। ତୁମେ ମୋତେ ଶିଖାଇବା ପାଇଁ କିଏ? ମୁଁ ପୂର୍ବରୁ ସବୁ କିଛି ଜାଣେ। ଏହି ଦୁନିଆରେ ଜ୍ଞାନ ଯେକୌଣସି ସ୍ଥାନରୁ ମିଳିପାରିବ, ଛୋଟ ପିଲାଠାରୁ ହେଉ କିମ୍ବା ବଡଠାରୁ। ଯଦି ଜ୍ଞାନ ପ୍ରଦାନ କରାଯାଉଛି, ତେବେ ଏହାକୁ ଗ୍ରହଣ କରିବା ଆମର କର୍ତ୍ତବ୍ୟ। ଯଦି ତୁମେ ଅହଙ୍କାରକୁ ତୁମ ଉପରେ ପ୍ରଭାବ ପକାଇବାକୁ ଦିଅ, ତେବେ ଏକ ବିରାଟ ସୁଯୋଗ ତୁମର ହାତରୁ ଖସିଯିବ। ତେଣୁ ସାହାଯ୍ୟ ପ୍ରକୃତରେ ତୁମ ପାଖକୁ ଆସୁଛି। ସାହାଯ୍ୟ ଯାହା ଜଣେ ଅଜଣା ବ୍ୟକ୍ତି ଦ୍ୱାରା ପ୍ରଦାନ କରାଯିବ, ଯିଏ ତୁମ ଜୀବନରେ ପ୍ରବେଶ କରିବ। ଏହି ବ୍ୟକ୍ତି ଯାହା ପରାମର୍ଶ ଦିଅନ୍ତି, ନିଷ୍ପତ୍ତି ନେବା ପାଇଁ କିମ୍ବା ନେବାକୁ ଥିବା କାର୍ଯ୍ୟପନ୍ଥା ବିଷୟରେ ହେଉ, ତୁମକୁ ତାହା ପାଳନ କରିବାକୁ ପଡିବ। କାରଣ ସେମାନେ ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ଜଣେ ଦୂତ। ଯଦି ଆପଣ ସେମାନଙ୍କ କଥା ଶୁଣନ୍ତି, ତେବେ ଆପଣ ଜୀବନରେ ଆଗକୁ ବଢିବେ ଏବଂ ଏହା ବ୍ୟତୀତ ଶୁଭ ଘଟଣା କିମ୍ବା କାର୍ଯ୍ୟ ସମ୍ପର୍କରେ ଆଲୋଚନା ଶୀଘ୍ର ଆପଣଙ୍କ ଘରେ ହୋଇପାରେ। ଏଥିରେ ଏପରି ଏକ କାର୍ଯ୍ୟ ସାମିଲ ହୋଇପାରେ ଯାହାକୁ ଆପଣ ଦୀର୍ଘ ସମୟ ଧରି ପୂରଣ କରିବାକୁ ଚାହୁଁଥିଲେ କିନ୍ତୁ କରିପାରିନଥିଲେ। ଏକ ପ୍ରକଳ୍ପ ଯାହା ବହୁତ ସମୟ ଧରି ଅଟକି ରହିଛି। ଏକ ନୂତନ ଘର ନିର୍ମାଣ କରିବା, ଜନ୍ମଦିନ କିମ୍ବା ବାର୍ଷିକୀ ପାଳନ କରିବା କିମ୍ବା ଅନ୍ୟ କୌଣସି ସ୍ଥଗିତ ଘରୋଇ ପ୍ରସଙ୍ଗ ସମାଧାନ କରିବା ଇତ୍ୟାଦି। ସେହି କାର୍ଯ୍ୟ ଏବେ ସମାପ୍ତ ହେବାର ଦ୍ୱାରରେ ଅଛି ଏବଂ ଏହା ବିଷୟରେ ଆଲୋଚନା ଆରମ୍ଭ ହେବା ନିଶ୍ଚିତ। ଭାଗ୍ୟ ଧୀରେ ଧୀରେ ଆପଣଙ୍କର ସପକ୍ଷରେ ଫେରିବ। ଆପଣ ଉତ୍କୃଷ୍ଟ ଖବର ପାଇବେ। ସରକାରୀ ଚାକିରି ପାଇବାର ସମ୍ଭାବନା ଦେଖାଦେଉଛି କିମ୍ବା ଯଦି ଆପଣ ବ୍ୟବସାୟରେ ଅଛନ୍ତି, ତେବେ ଆପଣ ଏକ ବହୁତ ବଡ କ୍ରମ ପାଇପାରନ୍ତି। ଆପଣଙ୍କର ବର୍ତ୍ତମାନ ଚାକିରିରେ ଆପଣଙ୍କର ବସ୍ ଆପଣଙ୍କର କାମକୁ ପ୍ରଶଂସା କରିପାରନ୍ତି ଏବଂ ଆପଣଙ୍କୁ ପଦୋନ୍ନତି ମଧ୍ୟ ଦେଇପାରନ୍ତି। ତଥାପି ଏହା ମନେ ରଖନ୍ତୁ, ଆପଣ ବର୍ତ୍ତମାନ ରାହୁ, କେତୁ ଏବଂ ଶନିଙ୍କର ନଜରରେ ଅଛନ୍ତି। ଆପଣ ଯେଉଁ ଅଭିଜ୍ଞତା ଦେଇ ଗତି କରୁଛନ୍ତି ତାହା ବିରଳ, ଯାହା ବହୁତ କମ ଲୋକଙ୍କ ସହିତ ଘଟେ। ବହୁତ ଦିନ ହେଲା ଆପଣଙ୍କର କର୍ମର ପରୀକ୍ଷା ପଡିଛି। ବହୁତ ଦିନ ଧରି ତୁମର ବୁଦ୍ଧି ଉପରେ ନଜର ରଖାଯାଇଛି।
ଯେପରି ତୁମର କଥାବାର୍ତ୍ତା କରିବାର ଶୈଳୀ ମଧ୍ୟ ରହିଛି। ଭଗବାନ ଶନି କର୍ମ ଉପରେ ପ୍ରାଧାନ୍ୟ ରଖନ୍ତି। ତାଙ୍କୁ କର୍ମ ଫଳର କାରକ ଭାବରେ ଜଣାଯାଏ। ରାହୁ ବୁଦ୍ଧି ଉପରେ ପ୍ରାଧାନ୍ୟ ରଖନ୍ତି। ତୁମେ ଦେଖିଥିବ କେତେକ ଲୋକ କଳୁଷିତ ବୁଦ୍ଧିରେ ପୀଡ଼ିତ। ସେମାନେ ଅଯୌକ୍ତିକ କଥା କୁହନ୍ତି ଏବଂ ଶେଷରେ ସେମାନଙ୍କର ସମ୍ପର୍କକୁ ନଷ୍ଟ କରନ୍ତି। ଏହା ରାହୁର ପ୍ରଭାବ। କିଛି ଲୋକ ଏତେ କଟୁ କଥା କୁହନ୍ତି ଯେ ସେମାନଙ୍କର କଠୋର କଥା ଯୋଗୁଁ କେହି ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଚାହାନ୍ତି ନାହିଁ। ଏହା କେତୁର ପ୍ରଭାବ। ତେଣୁ ମୁଁ ତୁମ ସହିତ 3ଟି ଗୁରୁତ୍ୱପୂର୍ଣ୍ଣ ନୀତି କହିବାକୁ ଯାଉଛି, ଯାହା ଜୀବନର ପ୍ରତ୍ୟେକ ଯୁଦ୍ଧରେ ତୁମର ବିଜୟକୁ ସୁନିଶ୍ଚିତ କରିବ। ଆଗାମୀ 10 ଦିନ ମଧ୍ୟରେ ତୁମର କର୍ମର ଶୁଦ୍ଧିକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟରେ ତୁମର ବୁଦ୍ଧି ଏବଂ ତୃତୀୟରେ ତୁମର ବାଣୀ। ଏହି 3ଟି ଉପାଦାନ ମଧ୍ୟରେ ଏକ ସମ୍ପୂର୍ଣ୍ଣ ସନ୍ତୁଳନ ବଜାୟ ରଖିବାକୁ ପଡିବ। ଏହା ବ୍ୟତୀତ ଯେତେବେଳେ ମଙ୍ଗଳବାର ଆସେ ଆପଣଙ୍କୁ ଏକ ନଡିଆ କିଣିବାକୁ ପଡିବ। ସେହି ନଡିଆକୁ ଆପଣଙ୍କ ଶରୀର ଚାରିପାଖରେ 7 ଥର ଘୁରାଇବାକୁ ପଡିବ ଏବଂ ତାପରେ ଆପଣ ଏହାକୁ ପ୍ରବାହିତ ଜଳରେ ପକାଇ ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ରାହୁ ଏବଂ କେତୁର ପ୍ରତିକୂଳ ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ନିରପେକ୍ଷ ହୋଇଯିବ ଏବଂ ସମସ୍ତ ନକାରାତ୍ମକ ଗ୍ରହ କ୍ଲେଶ ଏବଂ ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ଏହା ସହିତ ଯଦି ଆପଣଙ୍କ ଘରେ ଯେଉଁ ତୁଳସୀ ଗଛ ଅଛି, ପ୍ରତ୍ୟେକ ଦିନ ସନ୍ଧ୍ୟା 7ଟାରେ ସେଠାରେ ଘିଅର ଦୀପ ଜାଳିବା ଆରମ୍ଭ କରନ୍ତୁ। ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ। ଏହା ବ୍ୟତୀତ ପ୍ରତ୍ୟେକ ଅମାବାସ୍ୟାରେ ଏକ ଛୋଟ ପାତ୍ର ପାଣି ନେଇ ସେଥିରେ କିଛି କଳା ରାଶି ମିଶାଇ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ପୂର୍ବ ପୁରୁଷଙ୍କ ପାଖରେ ସେହି ଜଳ ପହଞ୍ଚିଥାଏ ଏବଂ ଯେତେବେଳେ ଘରର ପୂର୍ବ ପୁରୁଷମାନେ ଶାନ୍ତି ଏବଂ ସନ୍ତୋଷରେ ଥାନ୍ତି, ଜଣେ ବ୍ୟକ୍ତିଙ୍କର ପ୍ରଗତି ଏବଂ ସମୃଦ୍ଧି ସ୍ୱାଭାବିକ ଭାବରେ ପ୍ରକାଶିତ ହୁଏ ଏବଂ ପ୍ରଫୁଲ୍ଲିତ ହୁଏ।